ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ଡକୁମେଣ୍ଟାରୀ ବା ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ ଚାଲିଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଅତ୍ୟାଧୁନିକ କ୍ୟାମେରା ଧରି ମାସାଧିକ କାଳ ରାୟରଙ୍ଗପୁରରେ ଗାଁ ଗହଳିରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କେଉଁଠି ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ, କେଉଁଠି ପାଠ ପଢ଼ିଲେ, କେଉଁଠି ପାଠ ପଢ଼ାଇଲେ, ଜଣେ ସାଧାରଣ ଗରିବ ମହିଳା ପରିବାରରୁ ସମୟ ଦେଇ କିଭଳି ଲୋକପ୍ରିୟ ହୋଇ ରାଜନେତା ହୋଇପାରିଲେ, ପୁଣି କିଭଳି ରାୟରଙ୍ଗପୁରରୁ ରାଇସିନା ହିଲ୍ ଯାଇ ଗଲେ, ଏସବୁ କାହାଣୀକୁ ନେଇ ଡକୁମେଣ୍ଟାରୀ ପ୍ରସ୍ତୁତ ଚାଲିଛି। ନିକଟରେ ରାଷ୍ଟ୍ରପତି ରାୟରଙ୍ଗପୁର ଗସ୍ତ ସମୟରେ ଡକୁମେଣ୍ଟାରୀ ଫିଲ୍ମ ଦାୟିତ୍ୱରେ ଥିବା ଟିମ୍ର ସଦସ୍ୟମାନେ କାନ୍ଧରେ ବଡ଼ ବଡ଼ କ୍ୟାମେରା ଏବଂ ଲାଇଟ୍ ମାଇକ୍ରୋଫୋନ୍ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଜଣେ କି ଦୁଇ ଜଣ ନୁହନ୍ତି, ଏମିତିକି ଅନେକ ଯୁବକ ଯୁବତୀ ଏହିପରି ଅତ୍ୟାଧୁନିକ କ୍ୟାମେରା ଧରି ରାଷ୍ଟ୍ରପତିଙ୍କ ଆଗ ପଛ ହୋଇ ଧାଉଁଥିବା ଦେଖିବାକୁ ମିଳିଛି। ଏହି କ୍ୟାମେରା ଟିମ୍କୁ ଦେଖି ସମସ୍ତେ ଭାବୁଥିବେ ଏମାନେ କିଏ ଏବଂ କିପରି ରାଷ୍ଟ୍ରପତିଙ୍କ ଅତି ନିକଟ ଭାବେ ବୁଲୁଛନ୍ତି। ବାସ୍ତବରେ ସେମାନେ ଅଭେଦ୍ୟ ସୁରକ୍ଷା ଭେଦକୁ ଭେଦ କରି ଡକୁମେଣ୍ଟାରୀ ପ୍ରସ୍ତୁତ ପାଇଁ ବୁଲୁଥିଲେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଆରପଟାରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ କାଂସକୁ ସଂଯୋଗ କରୁଛି ଏକ ରାସ୍ତା। ଉକ୍ତ ରାସ୍ତାରେ ଆରପଟାରୁ ପ୍ରସନ୍ନ ନଦୀ ପର୍ଯ୍ୟନ୍ତ ପାଖାପାଖି 2 କିଲୋମିଟର ରାସ୍ତା ମରଣଯନ୍ତା ପାଲଟି ଯାଇଛି। ଦୁଇ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଅତ୍ୟନ୍ତ ବ୍ୟସ୍ତବହୁଳ ଚାରିଚକିଆ ଏବଂ ଅନ୍ୟାନ୍ୟ ଭାରୀ ଯାନ ଏହି ରାସ୍ତା ଦେଇ ସର୍ବଦା ଯାତାୟାତ କରୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ମିତ୍ରପୁର ଅଞ୍ଚଳରୁ ଟିପ୍ସ ମେଟାଲ ବୋଝେଇ କରି ଟ୍ରକ୍ ଏବଂ ଡମ୍ପରଗୁଡ଼ିକ ମୟୂରଭଞ୍ଜ ଜିଲ୍ଲାକୁ ଆସିଥିବାରୁ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। 5 ବର୍ଷ ତଳେ କଂକ୍ରିଟ୍ ହୋଇଥିବା ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହେବା ସହ ଚିପ୍ସଗୁଡ଼ିକ ରାସ୍ତା ସାରା ବିଛାଡ଼ି ହୋଇପଡ଼ିଲାଣି। ଏପରିକି ବାଇକ୍ରେ ଯିବା କଷ୍ଟକର ହୋଇପଡ଼ିଛି। ବିଭାଗୀୟ ଅବହେଳା ଏବଂ ମରାମତି ଅଭାବରୁ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ ମରାମତି କରିବାକୁ ଦାବି ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ସରପଞ୍ଚ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଉଦଳା ଥାନା ପାଟପୁର ଗ୍ରାମର ମନୋଜ ମଢ଼େଇଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ମଢ଼େଇ ପରିବାର ଲୋକଙ୍କ ସହ ଗ୍ରାମରେ ଚାଲିଥିବା ଏକ ସାଂସ୍କୃତିକ ସମାଜର କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରିବା ପରେ ଘରେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ 3ଟି ଗେଟ୍ ସହିତ ଆଲମିରା ତାଲା ଭଙ୍ଗା ଯାଇଥିଲା। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ 60,000ରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଉଦଳା ପୋଲିସ କେସ୍ ନମ୍ବର 37/26ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସହିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପାଟପୁର ଗ୍ରାମର ସୁବ୍ରତ ବିଶ୍ୱାଳ, ବୟସ 35 ବର୍ଷ ହୋଇଥିବା ବେଳେ ତାଙ୍କ ନିକଟରୁ 29,000 ଟଙ୍କା ଜବତ କରାଯାଇଛି। ଜିଲ୍ଲା ବାହାରୁ ଲୁଟେରାଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ପରବର୍ତ୍ତୀ ଖବର, କରଞ୍ଜିଆ ସହରସ୍ଥିତ ରାଧାଗୋବିନ୍ଦ ଧାମ ଅନୁକୂଳରେ ରାମବାଟିକା ପରିସରରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପରମାଚାର୍ଯ୍ୟ ଜଗତଗୁରୁ ଶ୍ରୀ କୃପାଳଜୀ ମହାରାଜଙ୍କ ପ୍ରଚାରକ ପୂଜ୍ୟ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜଙ୍କ ଦିନିକିଆ ଗସ୍ତ କରିଛନ୍ତି। ତାଙ୍କୁ କରଞ୍ଜିଆ ପୁନମ ଛକଠାରେ ରୋହିତ ପୃଷ୍ଟି, ଏନ୍ଏସି ଅଧ୍ୟକ୍ଷା ପପି ପୃଷ୍ଟିଙ୍କ ସହ ସହସ୍ରାଧିକ ଭକ୍ତଙ୍କ ଦ୍ୱାରା ଭାବପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ମନ୍ଦିର ପ୍ରାଙ୍ଗଣକୁ ଅଭ୍ୟର୍ଥନା ଜଣାଇ ରାଧାଗୋବିନ୍ଦ ଧାମକୁ ନିଆଯାଇଥିଲା। କେନ୍ଦ୍ର ପରିଚାଳକ ଗିରିଧାରୀ ପୃଷ୍ଟି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ଆୟୋଜନ କରିଥିଲେ। ସ୍ୱାମୀ ମୁକୁନ୍ଦାନନ୍ଦଜୀ ବିଭିନ୍ନ ରାଜ୍ୟ ତଥା ପାଶ୍ଚାତ୍ୟ ଦେଶମାନଙ୍କରେ ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର କରିଆସୁଥିବାରୁ ତାଙ୍କ ପ୍ରବଚନ ଶୁଣିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ ଶୁଣିବା ପାଇଁ ଏହାକୁ କେଉଁ ଦୂର ଦୂରାନ୍ତରୁ ଅତ୍ୟାଧୁନିକ ପ୍ରେମୀଙ୍କର ସୁଅ ଛୁଟିଥିଲା। କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ସହ ସମ୍ପନ୍ନ କରିବା ପାଇଁ କରଞ୍ଜିଆ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ଖବର, ବେତନଟୀ ଥାନା ସଠିଲ ପଞ୍ଚାୟତ ଅଧୀନ ପୁରୁଣାପାଣି ଗ୍ରାମରେ ଏକ ପୋଖରୀରୁ ଜଣେ ଅପରିଚିତ ବୃଦ୍ଧାଙ୍କ ଶବ ଉଦ୍ଧାର ହୋଇଛି। ବେତନଟୀ ପୋଲିସ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ପୁରୁଣାପାଣିର ଗ୍ରାମରେ ଏକ ପୋଖରୀରେ ଅଖାଟି ଭାସିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଉତ୍ସୁକତାର ସହିତ ଅଖାକୁ ଖୋଲି ଦେବାରୁ ସେଥିରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ତେଣୁ ଲୋକେ କୂଳକୁ ଆଣିନଥିଲେ। ଖବର ପାଇ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି
ଅଗ୍ନିଶମ ବାହିନୀ ସହାୟତାରେ ପାଣିରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇଥିଲେ। ଏହା ଏକ ସୁପରିକଳ୍ପିତ ଏବଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୃଦ୍ଧାଙ୍କ ବେକ ଓ ଛାତିକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ବୃଦ୍ଧାଙ୍କ ପରିଚୟ ମିଳିପାରିନି। ଏନେଇ ବେତନଟୀ ପୁଲିସ କେସ୍ ନମ୍ବର 55/26ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ବଡ଼ସାହି ବ୍ଲକ ଖୁଣ୍ଟାପାଳ ଗ୍ରାମର ନ୍ୟୁ ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଦ୍ୱାଦଶ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏଥିରେ 8ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ପୁରୁଡିହି ଏବଂ ଦୁର୍ଗାପୁର ଟିମ୍ ମୁହାଁମୁହିଁ ହୋଇଥିବା ବେଳେ ପୁରୁଡିହି ବିଜୟୀ ହୋଇଥିଲା। ବଡ଼ସାହି ପଞ୍ଚାୟତର ସମିତି ସଭ୍ୟ ମାମିନା ମୁର୍ମୁ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଉଦ୍ଘାଟନ କରି କ୍ରୀଡ଼ାର ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସମର୍ଥ ହୋଇଥାଏ ବୋଲି ସେ କହିଥିଲେ। ଉଦ୍ଯାପନ କାର୍ଯ୍ୟକ୍ରମରେ ଶିକ୍ଷକ ଦୀପକ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ପୁରୁଡିହି ଏବଂ ରନର୍ସ ଅଫ୍ ଦୁର୍ଗାପୁର ଟିମ୍କୁ ପୁରସ୍କୃତ କରିଥିଲେ। ନଳିନୀ ସେନାପତି ଏବଂ ତପନ ଦ୍ୱିବେଦୀ ଖେଳ ପରିଚାଳନା କରିଥିଲେ। ପରବର୍ତ୍ତୀ ଖବର, ସ୍ଥାନୀୟ ରାଧାଗୋବିନ୍ଦ ଧାମକୁ 2 ଦିନିଆ ଗସ୍ତରେ ଆସୁଛନ୍ତି ଜଗତଗୁରୁ ମୁକୁନ୍ଦାନନ୍ଦଜୀ ମହାରାଜ। 9 ଏବଂ 10 ତାରିଖ 2 ଦିନ ଧରି ଶହୀଦ ସ୍ମୃତି ଭବନ ପରିସରରେ ଜୀବନ ପରିବର୍ତ୍ତନକାରୀ ଅତ୍ୟାଧୁନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହି ଅବସରରେ ଆଧୁନିକ ମାନବଗଣ ସମ୍ମୁଖୀନ ହେଉଥିବା ଚାପ, ଚିନ୍ତା, ଭୟ, ଅସ୍ଥିରତା ଏବଂ ମାନସିକ ଦ୍ୱନ୍ଦ୍ୱରୁ ମୁକ୍ତି ପାଇବାକୁ ମାର୍ଗଦର୍ଶନ କରିଥିବା ସେ କହିଛନ୍ତି। ଏଥିରେ ପ୍ରବଚନ ସହ ବେଦ, ଉପନିଷଦ ଆଦି ଆଲୋଚନା ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, କରଞ୍ଜିଆ ସହରଠାରୁ 3 କିଲୋମିଟର ଦୂର କୁଡୁମା ଗ୍ରାମରେ ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ପାଇ କରଞ୍ଜିଆ ପୁଲିସ ଅତର୍କିତ ଚଢ଼ାଉ କରି 2 ଜୁଆଡ଼ି ଆୟୋଜକଙ୍କଠାରୁ ଗିରଫ କରିଛି। କରଞ୍ଜିଆ ଥାନା ଶରତଚନ୍ଦ୍ର ମହାଳିକଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ସାଲଖାନ ହେମ୍ରମ କୁଡୁମା ଗ୍ରାମରେ ଚଢ଼ାଉ କରି ଭାବଗ୍ରାହୀ ନାୟକ ଏବଂ ଚନ୍ଦନ ଦେହୁରୀଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ 1880 ଟଙ୍କା, ଧୁଣ୍ଡିପାଲିରେ ବ୍ୟବହୃତ ଡାଲା, ଗୋଟି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ପରବର୍ତ୍ତୀ ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଜଣେ ସରପଞ୍ଚ ଦୁର୍ବ୍ୟବହାର କରିଛନ୍ତି। ଏହିଭଳି ଅଭିଯୋଗ ରାଜଗୋବିନ୍ଦପୁର ଥାନା ନାକିଚୁଆ ପଞ୍ଚାୟତରୁ ଆସିଥିବା ବେଳେ ସାମ୍ବାଦିକଙ୍କ ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ ରାଜଗୋବିନ୍ଦପୁର ଥାନା ନାକିଚୁଆ ଗ୍ରାମର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଯୋଗୁଁ ଗ୍ରାମର ମହିଳା ଏବଂ ଗ୍ରାମବାସୀ ନାକିଚୁଆ ପମ୍ପ ହାଉସ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଆନ୍ଦୋଳନ କରୁଥିଲେ। ଖବର ପାଇ ସାମ୍ବାଦିକ ସନ୍ତୋଷ କୁମାର ବେହେରା ଖବର ସଂଗ୍ରହ କରିବାକୁ ନାକିଚୁଆ ପଞ୍ଚାୟତ ଆନ୍ଦୋଳନ ସ୍ଥାନକୁ ଯାଇଥିଲେ। ସେଠାରେ ନାକିଚୁଆ ସରପଞ୍ଚ ଏବଂ ମହିଳାଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା। ତାଲା ଫିଟାଇବାକୁ କହୁଥିଲେ ସରପଞ୍ଚ। ବିଶୁଦ୍ଧ ପାନୀୟ ନ ମିଳିଲେ ତାଲା ଫିଟାଇବୁ ନାହିଁ ବୋଲି ମହିଳାମାନେ କହୁଥିଲେ। ଏହି ସମୟରେ ଶ୍ରୀ ବେହେରା ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିଥିଲେ। ମାତ୍ର ସରପଞ୍ଚ ଉତ୍ତ୍ୟକ୍ତ ହୋଇ ତାଙ୍କ ମୋବାଇଲ ଓ ବୁମ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏଥିସହ ତାଙ୍କୁ ସର୍ବସମ୍ମୁଖରେ ସରପଞ୍ଚ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର 45/26ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରବର୍ତ୍ତୀ ଖବର, ରରୁଆଁ ହିନ୍ଦୁ ସମାଜ ପକ୍ଷରୁ ରରୁଆଁ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶାଳ ହିନ୍ଦୁ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହନୁମାନ ଚାଳିଶା ପାଠ ସାଙ୍ଗକୁ ହୋମ, ଯଜ୍ଞ ଆଦି ବୈଦିକ ପରମ୍ପରା ଅନୁଯାୟୀ ଆୟୋଜିତ ହୋଇ ଗୋ ପୂଜନ କରାଯାଇଥିବା ହିନ୍ଦୁ ସମାଜର ପରମ୍ପରା ଗୌରବକୁ ବଜାୟ ରଖିବା ଉଦ୍ଦେଶ୍ୟ ନେଇ ସମ୍ମିଳନୀରେ ଶିଶୁ ମନ୍ଦିର ଛାତ୍ରମାନେ ଭକ୍ତି ରସାତ୍ମକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୂର୍ବ ପ୍ରାନ୍ତର ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ, ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ବିଭାଗ ଧର୍ମ ଜାଗରଣ ପ୍ରମୁଖ ସଞ୍ଜୟ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ର ପିଙ୍ଗୁଆ, କରଞ୍ଜିଆ ଏସ୍ଡିପିଓ ନବକୃଷ୍ଣ ନାୟକ, ଯାଦବ ସମାଜ ବରିଷ୍ଠ ସଭ୍ୟ ବିଜୟ ମହାକୁଡ଼ ପ୍ରମୁଖ ମଞ୍ଚାସୀନ ହୋଇ ଅଭିଭାଷଣ ରଖିଥିଲେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଠାକୁରମୁଣ୍ଡା ଉଦଳା ରାସ୍ତାର ଶରତଘାଟରେ ଲୁହା ପାଇପ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଘଟଣାରୁ ପ୍ରକାଶ ସନ୍ଧ୍ୟାରେ WB 51C 6334 ନମ୍ବର ବିଶିଷ୍ଟ ଟ୍ରକ୍ ଚାଇଁବାସାରୁ ଲୁହା ପାଇପ୍ ବୋଝେଇ କରି କେରଳ ଯାଉଥିବା ବେଳେ ଭାରସାମ୍ୟ ହରାଇ ଶରତଘାଟରେ ଓଲଟି ପଡ଼ିଥିଲା। ବାଲେଶ୍ୱରରୁ କରଞ୍ଜିଆ ଆସୁଥିବା ଏକ କାର୍ ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭର ଏବଂ ହେଲ୍ପରଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭର ୱାସିମ ଶେଖରଙ୍କୁ ମୁଣ୍ଡ ଫାଟିଥିବା ବେଳେ ହେଲ୍ପର ଜାହାଙ୍ଗୀର ଶେଖର ଗୋଡ଼ରେ ଶକ୍ତ ଆଘାତ ଲାଗିଛି।
ମହୁଲଡ଼ିହା ଥାନା ଏଏସ୍ଆଇ ବିଜୟ କୃଷ୍ଣ ଶାନ୍ତରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର, କରଞ୍ଜିଆ ଏନ୍ଏସି ୱାର୍ଡ଼ ନମ୍ବର 6ର ବିବେକେଶ୍ୱର ମହାନ୍ତି ବୟସ 40 ବର୍ଷଙ୍କର ଅକାଳ ବିୟୋଗ ଘଟିଛି। କିଛିଦିନ ପୂର୍ବରୁ ମଧୁମେହ ରୋଗରେ ସେ ପୀଡ଼ିତ ଥିଲେ। 2 ଦିନ ତଳେ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କରଞ୍ଜିଆ ପରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ତାଙ୍କ ମରଶରୀର କରଞ୍ଜିଆ ଅଣାଯାଇ ଦେଓନଦୀ କୂଳରେ ସମ୍ପୂର୍ଣ୍ଣ କରାଯାଇଛି। କରଞ୍ଜିଆର ବ୍ଲକ କୃଷି କାର୍ଯ୍ୟାଳୟରେ ଡାଟା ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଅଛନ୍ତି। ଜଣେ ମେଳାପୀ ସରଳ ସ୍ୱଭାବର ଯୁବକ ଥିଲେ ସେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।